ଖ୍ରୀଷ୍ଟଙ୍କ ଜଗରେ ସ୍ନେହର ଭାଇ ଭଉଣୀମାନେ ସମସ୍ତଙ୍କୁ ଜୟ ଯୀଶୁ ଏବଂ ଆପଣମାନଙ୍କ ନବଜୀବନ ବାକ୍ୟ କେନ୍ଦ୍ରକୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଆଜି ଜୁନ ମାସର 18 ତାରିଖ ତୃତୀୟ ଗୁରୁବାର। ଆଜି ପ୍ରଭୁ ପବିତ୍ର ମାତା ମଣ୍ଡଳୀ ଆମମାନଙ୍କୁ ମାଥ୍ୟୁ ସୁସମାଚାର 6 ଅଧ୍ୟାୟ 7ରୁ 15 ପଦ ପାଠ କରି ତାର ଗଭୀର ଅର୍ଥ ସମୀକ୍ଷା କରିବା ପାଇଁ ସହଯୋଗ ଦେଇଛନ୍ତି। ତେବେ ଆଜି ଆସନ୍ତୁ ଆମେ ପ୍ରଥମରେ ସେହି ପଠନଟି ଆମେ ପାଠ କରିବା, ପଠିତ ବାକ୍ୟ ଅଳ୍ପ ପ୍ରାର୍ଥନା କରିବା, ଆମେ ପ୍ରଭୁଙ୍କ ସୁସମାଚାର ପ୍ରଚାର କରିବା। ଯେଉଁମାନଙ୍କ ପାଖରେ ଆପଣଙ୍କ ବାଇବଲ ଅଛି ଆପଣମାନେ ସମସ୍ତେ ଖୋଲନ୍ତୁ। ମାଥ୍ୟୁ ସୁସମାଚାର 6 ଅଧ୍ୟାୟ 7ରୁ 15 ବାକ୍ୟଟି ଏହି ପ୍ରକାର ଲେଖାଯାଇଛି। ପ୍ରାର୍ଥନା କରିବା ବେଳେ ବିଜାତୀୟମାନଙ୍କ ଭଳି ଗୁଡ଼ାଏ ଅନର୍ଥ କଥା କୁହ ନାହିଁ, କାରଣ ସେମାନେ ମନେ କରନ୍ତି ଯେ ଗୁଡ଼ାଏ କଥା କହିଲେ ପ୍ରାର୍ଥନା ଶୁଣାଯାଏ। ଏଣୁ ସେମାନଙ୍କ ପରି ହୁଅ ନାହିଁ, କାରଣ ତୁମେ ମାଗିବା ପୂର୍ବରୁ ତୁମର କ'ଣ ଆବଶ୍ୟକ ତୁମର ପିତା ତାହା ଜାଣନ୍ତି। ଅତଏବ ତୁମେ ଏହିପରି ପ୍ରାର୍ଥନା କର, ହେ ଆମମାନଙ୍କର ସ୍ୱର୍ଗସ୍ଥ ପିତା, ତୁମର ନାମ ପୂଜିତ ହେଉ, ତୁମର ରାଜ୍ୟ ଆସୁ, ଯେପରି ସ୍ୱର୍ଗରେ ସେହିପରି ମର୍ତ୍ତ୍ୟରେ ତୁମର ଇଚ୍ଛା ପୂର୍ଣ୍ଣ ହେଉ। ଆଜି ଆମମାନଙ୍କୁ ଆମର ଦୈନିକ ଆହାର ଦିଅ। ଆମେମାନେ ଯେପରି ନିଜର ଅପରାଧ କ୍ଷମା କରୁ, ତୁମେ ସେପରି ଆମମାନଙ୍କର ଅପରାଧ କ୍ଷମା କର। ପ୍ରଲୋଭନ ଆଡ଼କୁ ଆମକୁ ଛାଡ଼ ନାହିଁ ଏବଂ ମନ୍ଦରୁ ଆମମାନଙ୍କୁ ରକ୍ଷା କର, କାରଣ ତୁମେ ଯଦି ଅନ୍ୟମାନଙ୍କର ଅପରାଧ କ୍ଷମା କର, ତେବେ ତୁମ ସ୍ୱର୍ଗସ୍ଥ ପିତା ମଧ୍ୟ ତୁମର ଅପରାଧ କ୍ଷମା କରିବେ। କିନ୍ତୁ ତୁମେ ଯଦି ସେମାନଙ୍କର ଅପରାଧ କ୍ଷମା କର ନାହିଁ, ତେବେ ତୁମର ପିତା ମଧ୍ୟ ତୁମର ଅପରାଧ କ୍ଷମା କରିବେ ନାହିଁ। ପ୍ରଭୁଙ୍କର ସୁସମାଚାର। ଆସନ୍ତୁ ଏ ପଠିତ ବାକ୍ୟ ଅଳ୍ପ ପ୍ରାର୍ଥନା କରିବା, ବାକ୍ୟ ପରିବେଷଣ କାର୍ଯ୍ୟ କରିବା। ପ୍ରେମମୟ ସ୍ୱର୍ଗସ୍ଥ ପିତା, ସକଳ ଧନ୍ୟବାଦ, ପ୍ରଶଂସା, ମହିମା, ଗୌରବ, ପରାକ୍ରମ ତୁମରି ପବିତ୍ର ନାମରେ ହେଉ। ହେ ପ୍ରଭୁ, ଜନ୍ ସୁସମାଚାର 14:26 ପଦରେ ତୁମେ କହିଲ, ଯେତେବେଳେ ସେହି ପବିତ୍ର ଆତ୍ମା ତୁମ ନିକଟକୁ ଆସିବେ, ସେ ସମସ୍ତ ଶିକ୍ଷା ତୁମକୁ ପ୍ରଦାନ କରିବେ। ପ୍ରଭୁ ଯୀଶୁ ଶିଖାଇଥିବା ପ୍ରଭୁଙ୍କର ପ୍ରାର୍ଥନାର ଗଭୀର ତାତ୍ପର୍ଯ୍ୟ, ତାର ଅର୍ଥ ଜାଣିବା ପାଇଁ ଆଜି ଆମମାନଙ୍କୁ ଶିକ୍ଷା ଦେବା ପାଇଁ ଆତ୍ମାକୁ ପ୍ରେରଣ କର। ସେହି ପବିତ୍ର ଆତ୍ମା ମୋ ଜୀବ ମୁଖ ଦେଇ ଆଜି କଥା କୁହନ୍ତୁ। ଏ ପ୍ରଭୁଙ୍କର ପ୍ରାର୍ଥନାର ଗଭୀର ଅର୍ଥ ଏବଂ ତାତ୍ପର୍ଯ୍ୟ ବୁଝାଇ ଦେବା ପାଇଁ ସାହାଯ୍ୟ କରନ୍ତୁ। এই ছোট্ট প্রার্থনা আমি প্রভু যীশু নামରେ ମାଆଙ୍କ ମାଧ୍ୟସ୍ଥରେ କିଆ କରୁ ସୁବିଧା। ଆମେନ୍। ସ୍ନେହର ଭାଇ ଭଉଣୀମାନେ, ମାଥ୍ୟୁ ସୁସମାଚାର 6:8ରେ ପ୍ରଭୁ ଯୀଶୁ କହିଲେ, ଲମ୍ବା ଚଉଡ଼ା ପ୍ରାର୍ଥନା କର ନାହିଁ, କାରଣ ତୁମେ ମାଗିବା ପୂର୍ବରୁ ତୁମର କ'ଣ କ'ଣ ଆବଶ୍ୟକ ପିତା ପରମେଶ୍ୱର ଜାଣି ସାରୁଛନ୍ତି। ଅପରପକ୍ଷରେ ଯୀଶୁ ପ୍ରଭୁ କହନ୍ତି ଯେ ନିରନ୍ତର ପ୍ରାର୍ଥନା କର, ଦିନ ରାତି ପ୍ରାର୍ଥନା କର। ଏବଂ କାରଣ ପ୍ରଥମ ଥେସଲୋନିୟ 5:17 ପଦରେ ପ୍ରଭୁ ଯୀଶୁ ପ୍ରଭୁ କହନ୍ତି, ବାକ୍ୟ କହେ, ନିରନ୍ତର ମାନେ ନନ୍ଷ୍ଟପ୍ ଧାରାବାହିକ ଭାବରେ ପ୍ରାର୍ଥନା କରିଚାଲ, ବନ୍ଦ କର ନାହିଁ। ଏବଂ ମାଥ୍ୟୁ ସୁସମାଚାର 26:41 ପଦରେ ପ୍ରଭୁ ଯୀଶୁ ସ୍ୱୟଂ କହିଲେ, ଜାଗି ରହି ପ୍ରାର୍ଥନା କର, ଯେପରି ତୁମେ ପରୀକ୍ଷାରେ ପଡ଼ିବ ନାହିଁ। ତେବେ ଗୋଟିଏ ପଟେ କହନ୍ତି କାହିଁ ପ୍ରାର୍ଥନା ଲମ୍ବା ଚଉଡ଼ା ପ୍ରାର୍ଥନା କର ନାହିଁ, ଆଉ ଅପରପକ୍ଷରେ କୁହାଯାଉଛି ଯେ ନିରନ୍ତର ପ୍ରାର୍ଥନା ବନ୍ଦ ନ କରି ପ୍ରାର୍ଥନା ଚାଲୁ ରଖ, ଜାଗି ରହି ସଜାଗ ରହି ପ୍ରାର୍ଥନା କରି ଚାଲୁ। ତେବେ ଆଜିର ଆମର ବାକ୍ୟର ମୁଖ୍ୟ ପ୍ରସଙ୍ଗ ହେଲା ପ୍ରାର୍ଥନା କରିବା କାହିଁକି, ପ୍ରାର୍ଥନା କରିବାର ଆବଶ୍ୟକ କ'ଣ, ଜରୁରୀତା କ'ଣ। ପ୍ରଭୁ ତ ସବୁ ଜାଣୁଛନ୍ତି, ତେବେ ପ୍ରାର୍ଥନା କାହିଁକି କରିବା। ସ୍ନେହର ଭାଇ ଭଉଣୀମାନେ, ଆଜି ଆମେ ବିଶେଷ ଭାବରେ ପ୍ରାର୍ଥନାର ଆବଶ୍ୟକତା, ଜରୁରତା କ'ଣ ସେଟା ଜାଣିବା ପାଇଁ ଆମେ ଚେଷ୍ଟା କରିବା। ତେବେ ସ୍ନେହର ଭାଇ ଭଉଣୀ, ଆମେ ମନେ ରଖିବା ଦରକାର ଅଛି ଯେ ମଣିଷ ଜୀବନ ଏକ ଯୁଦ୍ଧ କ୍ଷେତ୍ର, କାରଣ ପ୍ରତିକ୍ଷଣ ପ୍ରତି ମୁହୂର୍ତ୍ତରେ ପ୍ରଥମ ପିତର 5:8 ପଦରେ ଲେଖାଯାଇଛି ଯେ ସିଂହ ଗର୍ଜନ କଲା ଭଳି ତୁମର ଶତ୍ରୁ ଶୈତାନ ଚାରିପଟେ ଘୂରି ବୁଲୁଛି, କାହାକୁ ଗ୍ରାସ କରିଦେବେ। ତେଣୁ ସଜାଗ ରୁହ, ପ୍ରଶାନ୍ତ ଚିତ୍ତରେ ଜାଗି ରହି ପ୍ରାର୍ଥନା କର, ନହେଲେ ଶୈତାନ ତୁମକୁ ଗ୍ରାସ କରିବ ସବୁ ମୁହୂର୍ତ୍ତରେ। ସେଇଭଳି ସାଧୁ ପାଉଲ କହନ୍ତି ଏଫେସୀୟ 6:12 ପଦରେ, ଆମର এই ଆତ୍ମିକ ଯୁଦ୍ଧ ରକ୍ତ ମାଂସ ମଣିଷ ବିରୋଧରେ ନୁହଁ, ବରଂ ଦୁଷ୍ଟ ଆତ୍ମାମାନଙ୍କ ବିରୋଧରେ, ଆକାଶମଣ୍ଡଳର ଅଧିପତି ବିରୁଦ୍ଧରେ, ଶୈତାନ ଭିତରେ ଆମର ଯୁଦ୍ଧ ଚାଲିଛି।
ପ୍ରକାଶିତ ବାକ୍ୟ 12:17 ଆମେ ଦେଖୁଛୁ ଲୁସିଫର ଶୈତାନ ତାଙ୍କର ଦଳ କୁମାରୀ ମାରିଆଙ୍କୁ ଏବଂ କୁମାରୀ ମାରିଆ ଜନ୍ମ କରୁ କରୁ ଶିଶୁ ଯୀଶୁଙ୍କୁ ଗ୍ରାସ କରିବା ପାଇଁ ଚେଷ୍ଟା କରି ବିଫଳ ହେଲା ଏବଂ ସମୁଦ୍ର ବାଲିରେ ଯାଇ ଠିଆ ହେଲା। ନିରାଶ ହତାଶ ହେଲା ପରେ ଶୈତାନ ସେଇ ଦିନଠାରୁ ସେ ନାରୀର ସେଇ କୁମାରୀ ମାରିଆଙ୍କର ଅବଶିଷ୍ଟ ସନ୍ତାନମାନଙ୍କ ବିରୋଧରେ ଅବିରତ ଯୁଦ୍ଧ ଚଲେଇଛି। ତେବେ ସ୍ନେହର ଭାଇ ଭଉଣୀ, ଏ ଶୈତାନ ଏବଂ ତାଙ୍କର ଦଳ ଆମ ଭିତରେ ଯେଉଁ ଆକ୍ରମଣ ଦିନରାତି କରିଚାରୁଛନ୍ତି, ଏ ଶୈତାନିକ ଆକ୍ରମଣ ଯୁଦ୍ଧରେ ସେମାନଙ୍କୁ ପରାସ୍ତ କରି ଆମେ ଜିତିବା, ଜୟଲାଭ କରିବାର ଧୈର୍ଯ୍ୟ ଶକ୍ତି ଆମର ନାହିଁ। କାରଣ ପ୍ରଭୁ ଯୀଶୁ ନିଜେ କହିଲେ ଜନ୍ 15:5 ମୋ ବିନା ତୁମେ କିଛି କରିପାରିବ ନାହିଁ। ତେଣୁ ଏ ଆତ୍ମିକ ଯୁଦ୍ଧରେ ଜୟ କରିବା ପାଇଁ ଶୈତାନର ଦଳକୁ ପରାସ୍ତ କରି ଧାର୍ମିକ ଜୀବନ ଯାପନ କରିବାକୁ ହେଲେ ଆମର ନିଜ ଶକ୍ତି ବଳ ଦ୍ୱାରା କେବେ ମଧ୍ୟ କରିପାରିବ ନାହିଁ। ସେଥିପାଇଁ ଆମକୁ ଦରକାର ପ୍ରଭୁଙ୍କ ସାହାଯ୍ୟ। ତେଣୁ ଆମେ ତାଙ୍କଠାରୁ ପ୍ରାର୍ଥନା କରିବା, ପ୍ରଭୁ ତାଙ୍କର ଆତ୍ମାକୁ ଦେବେ, ତାଙ୍କ ଦୂତମାନଙ୍କୁ ଦେବେ, କେରୁବମାନଙ୍କୁ ଦେବେ, ସେମାନେ ଆମକୁ ସାହାଯ୍ୟ କରେ ଏ ଯୁଦ୍ଧରେ ଜୟଲାଭ କରିବା ପାଇଁ। ତେବେ ସ୍ନେହର ଭାଇ ଭଉଣୀମାନେ, କାରଣ ଶୈତାନ ଶତ୍ରୁ ସବୁବେଳେ ଆମକୁ ଆକ୍ରମଣ କରି ଚାଲିଛି। ତେଣୁ ଏବେ ଆମେ ପ୍ରାର୍ଥନା କରିବା। କିନ୍ତୁ ସେଥିପାଇଁ ପ୍ରଭୁ ଯୀଶୁ ଶିଷ୍ୟମାନେ କହିଲେ, ଗୁରୁ ସ୍ନାପକ ଯୋହନ ତାଙ୍କ ଶିଷ୍ୟମାନଙ୍କୁ ଶିକ୍ଷାଇ ଦେଲେ ପ୍ରାର୍ଥନା କରିବା ବିଷୟରେ, ଆପଣ ଆମକୁ ଟିକେ ପ୍ରାର୍ଥନା କରି ଶିକ୍ଷାଇ ଦିଅ। ତେଣୁ ଆଜିର ସୁସମାଚାର ପ୍ରଭୁ ଯୀଶୁ ଶିଷ୍ୟମାନଙ୍କୁ ଶିକ୍ଷାଇ ଦେଉଛନ୍ତି ଯେ ଆମେ କିଭଳି ପ୍ରାର୍ଥନା କରିବାର ଆବଶ୍ୟକ, ଯାହାକୁ ଆମେ କହୁଛୁ ପ୍ରଭୁଙ୍କର ପ୍ରାର୍ଥନା। ଏ ପ୍ରଭୁଙ୍କର ପ୍ରାର୍ଥନାକୁ 8 ଭାଗରେ ବିଭକ୍ତ କରିବାକୁ ପଡ଼ିବ ଆମକୁ। ଖାଲି ଆଖି ମୁଜି ପ୍ରାର୍ଥନା କଲେ ହେବ ନାହିଁ, ତାର ଅର୍ଥ ଜାଣି ବୁଝି ଯଦି ଆମେ ପ୍ରାର୍ଥନା କରିବା ତାହେଲେ ପ୍ରାର୍ଥନାର ମୂଲ୍ୟ ଆମେ ବୁଝିପାରିବା। ତେବେ ସ୍ନେହର ଭାଇ ଭଉଣୀ, ଆସନ୍ତୁ ଆମେ ଗୋଟିଏ ପରେ ଗୋଟିଏ ଷ୍ଟେପ୍ ପରେ ଷ୍ଟେପ୍ ଏ ପ୍ରଭୁଙ୍କର ପ୍ରାର୍ଥନା ଯାହା ଲେଖାଯାଇଛି, ପ୍ରଭୁଙ୍କର ପ୍ରାର୍ଥନା ସବୁଦିନ ଯେଉଁ କରୁଛୁ ତାର ଗଭୀର ଅର୍ଥ ବୁଝିବା ପାଇଁ ଚେଷ୍ଟା କରିବୁ। ପ୍ରଥମରେ କୁହାଗଲା, ହେ ଆମମାନଙ୍କର ସ୍ୱର୍ଗସ୍ଥ ପିତା। ଆମର ପିତା ଗୋଟିଏ ପିତା ନୁହନ୍ତି, ଆମକୁ ଜନ୍ମ କରିବା ପିତା, ପୃଥିବୀର ପିତା ଗୋଟେ, ଜନ୍ମ କରିବା ବାପା ଗୋଟେ ଅଛନ୍ତି, ସ୍ୱର୍ଗସ୍ଥ ପିତା ଗୋଟେ ଅଛନ୍ତି। ଏବଂ ଜନ୍ ସୁସମାଚାର 8:44 କହିଛି, ଶୈତାନ ତୁମର ପିତା, ସେ ନରହନ୍ତା ଏବଂ ମିଥ୍ୟାବାଦୀର ବାପା ସିଏ ତୁମର ବାପା। ତାମାନେ ଯେଉଁମାନେ ପାପ କରନ୍ତି ସେମାନେ ଶୈତାନର ପିଲାମାନେ, ଏବଂ ପାପ କରିବା ଲୋକଙ୍କର ପିତା ହେଉଛନ୍ତି ଶୈତାନ। ଆମ ଶୈତାନ ବି ଏ ପୃଥିବୀର, କାରଣ ଜହନ 14:30 ଲେଖା ହେଇଛି, ଏ ଶୈତାନ ଜଗତର ଅଧିପତି। ଯେଉଁମାନେ ମିଥ୍ୟା କହନ୍ତି ସେମାନେ ଶୈତାନର ପିଲାମାନେ। ପ୍ରଥମ ଜହନ 3:8 ଲେଖାଯାଇଛି। ତାର ଅର୍ଥ ହେଲା ଆମର 4 ପ୍ରକାର ବାପା ଅଛନ୍ତି। ଆମକୁ ଜନ୍ମ କରିବା ବାପା ଗୋଟେ ରହିଲେ, ଯେଉଁମାନେ ପାପ କରନ୍ତି ସେମାନଙ୍କର ବାପା ଶୈତାନ ଗୋଟେ ରହିଲା, ଆମର ଯେଉଁମାନେ ଦୀକ୍ଷା ସମୟରେ ପାଳକ ହୁଅନ୍ତି ଆମ ଧର୍ମ ପିତା ଗୋଟେ ରହିଲେ, ଏବଂ ସ୍ୱର୍ଗସ୍ଥ ପିତା ସ୍ୱର୍ଗରେ ଯିଏ ଅଛନ୍ତି ସିଏ ଗୋଟେ ପିତା। ତେଣୁ ଆମେ ତାଙ୍କୁ ସମ୍ବୋଧନ କରିବା ହେ ପିତା ବୋଲି, ହେ ସ୍ୱର୍ଗସ୍ଥ ପିତା ବୋଲି ଆମେ ସମ୍ବୋଧନ କରିବା। କାରଣ ରୋମିଓ 10:9 ଲେଖାଯାଇଛି ଯେ ଆମେ ଯଦି ମୁଖରେ ଘୋଷଣା ନ କରିବା, କନଫେସ୍ ନ କରିବାକୁ ପଡ଼ିବ। କାରଣ 10:9 ଲେଖାଯାଇଛି, ଯେଉଁମାନେ ପ୍ରଭୁଙ୍କ ମୁହଁରେ ସ୍ୱୀକାର କରନ୍ତି ଏବଂ ହୃଦୟରେ ବିଶ୍ୱାସ କରନ୍ତି ସେମାନେ ପରିତ୍ରାଣ ପାଇବେ। ତେଣୁ ଆମେ ପ୍ରାର୍ଥନା ସମୟରେ ମୁହଁ ଖୋଲିବାକୁ ପଡ଼ିବ, ଘୋଷଣା କରିବାକୁ, ସମ୍ବୋଧନ କରିବାକୁ ପଡ଼ିବ, ହେ ଆମର ସ୍ୱର୍ଗସ୍ଥ ପିତା ବୋଲି ସମ୍ବୋଧନ କରିବାକୁ। କିନ୍ତୁ ଏ ସ୍ୱର୍ଗସ୍ଥ ପିତା କହିବାର ଅଧିକାର ସମସ୍ତଙ୍କର ନାହିଁ। କାରଣ ଜନ୍ ସୁସମାଚାର 1:12 ଲେଖାଗଲା, ଯେଉଁମାନେ ଯୀଶୁଠାରେ ବିଶ୍ୱାସ କରି ଯୀଶୁ ଗ୍ରହଣ କଲେ ସେମାନେ ହିଁ ପୁଅ ଝିଅ, ପିତା ପରମେଶ୍ୱର ପୁଅ ଝିଅର ଅଧିକାର ପାଇଲେ। ଯଦି ଯୀଶୁଙ୍କୁ ଯେଉଁମାନେ ବିଶ୍ୱାସ କରୁଛନ୍ତି, ଯୀଶୁଙ୍କୁ ଖ୍ରୀଷ୍ଟ ବୋଲି ଗ୍ରହଣ କରୁଛନ୍ତି, ସେମାନେ ହିଁ ଅଧିକାର ପାଇଲେ, ପୁଅ ଝିଅର ଅଧିକାର ପାଇଲେ। ତେଣୁ ସେମାନେ ହେ ପିତା ବୋଲି ସମ୍ବୋଧନ କରିବେ। ଆମେ ମୁହଁ ଖୋଲି ସ୍ପଷ୍ଟ ଭାବରେ ଉଚ୍ଚାରଣ କରି କହିବାକୁ, ହେ ଆମର ସ୍ୱର୍ଗସ୍ଥ ପିତା। ଏଇଟା ହେଲା ନମ୍ବର 1। ହେ ଆମମାନଙ୍କର ସ୍ୱର୍ଗସ୍ଥ ପିତା, ତୁମର ଇଚ୍ଛା ପୂର୍ଣ୍ଣ। ତୁମର ଇଚ୍ଛା, ଈଶ୍ୱରଙ୍କର ଇଚ୍ଛା କ'ଣ? ସ୍ୱର୍ଗରେ ଯେପରି ସ୍ୱର୍ଗରେ ସେପରି ମର୍ତ୍ତ୍ୟରେ ତୁମର ଇଚ୍ଛା ପୂର୍ଣ୍ଣ। ସ୍ୱର୍ଗରେ ଆମେ ଦେଖୁଛୁ ପ୍ରକାଶିତ ବାକ୍ୟ 19:1-6 ସ୍ୱର୍ଗରେ ପିତା ପୁତ୍ର ପବିତ୍ର ସିଂହାସନ ସମ୍ମୁଖରେ ଅସଂଖ୍ୟ ଦୂତମାନେ, କେରୁବମାନେ, ସ୍ୱର୍ଗୀୟ ବାହିନୀ ଦିନ ରାତି ସ୍ତୁତି ପ୍ରଶଂସା ଆରାଧନା କରନ୍ତି, ହାଲେଲୁୟା ହାଲେଲୁୟା ହାଲେଲୁୟା। କାରଣ ପ୍ରଥମ ଥେସଲୋନିକ 5:18 ଲେଖାଯାଇଛି ଯେ ସଦାସର୍ବଦା ପ୍ରତ୍ୟେକ ବିଷୟ ପାଇଁ ପ୍ରଭୁଙ୍କୁ ସ୍ତୁତି ପ୍ରଶଂସା ଧନ୍ୟବାଦ କର। ସବୁ ବିଷୟ ପାଇଁ, ସବୁ ପରିସ୍ଥିତି, ଦୁଃଖରେ ସୁଖରେ, ଭଲରେ ମନ୍ଦରେ, ବିପଦରେ ଆପଦ, ସବୁ ପରିସ୍ଥିତିରେ ଈଶ୍ୱରଙ୍କୁ ଧନ୍ୟବାଦ କରିବାଟା ହେଲା ଈଶ୍ୱରଙ୍କର ଦିବ୍ୟ ଇଚ୍ଛା।
ସେଥିପାଇଁ ସ୍ୱର୍ଗରେ ଦୂତମାନେ କେରୁବମାନେ ସାଧୁସାଧୀମାନେ ଈଶ୍ୱରଙ୍କୁ ଧନ୍ୟବାଦ ସ୍ତୁତି ପ୍ରଶଂସା କରନ୍ତି। ତ ଆମେ ମଧ୍ୟ ତାଙ୍କର ଇଚ୍ଛା ପୂରଣ କରିବା ଚାହୁଁଛୁ। ତୁମର ଇଚ୍ଛା ପୂର୍ଣ୍ଣ ହେଉନି କହୁଛୁ, ତାହେଲେ ଆମେ ମଧ୍ୟ ପ୍ରତି ବିଷୟରେ ପ୍ରଭୁଙ୍କ ସ୍ତୁତି ପ୍ରଶଂସା କରିବା। ପ୍ରଥମ ଥେସଲୋନିଆ 4:3 ଲେଖାଯାଇଛି, ପରମେଶ୍ୱରଙ୍କର ଇଚ୍ଛା ହେଲା ଆମର ପବିତ୍ରତା, ଯେପରି ଆମେ ବ୍ୟଭିଚାର ପାପରୁ ସମ୍ପୂର୍ଣ୍ଣ ଦୂରେ ରହି ପବିତ୍ର ଜୀବନଯାପନ ତାହା ସ୍ୱର୍ଗସ୍ଥ ପିତା। କାରଣ ସ୍ୱର୍ଗସ୍ଥ ପିତା ହେଉଛନ୍ତି ପବିତ୍ର, ଯୀଶୁ ହେଉଛନ୍ତି ପବିତ୍ର, ପବିତ୍ର ଆତ୍ମା ପରମେଶ୍ୱର ପବିତ୍ର, ଦୂତମାନେ ପବିତ୍ର ଏବଂ ସାଧୁସାଧୀ ସମସ୍ତେ ପବିତ୍ର। ତେଣୁ ଆମେ ମଧ୍ୟ ସେହି ପବିତ୍ରତା ରକ୍ଷା କରିବାଟା ପରମେଶ୍ୱରଙ୍କର ଇଚ୍ଛା। ତେଣୁ ଆମେ ଖାଲି କହିଦେଉଛୁ ହେ ସ୍ୱର୍ଗସ୍ଥ ପିତା ତୁମର ଇଚ୍ଛା ପୂର୍ଣ୍ଣ ହେଉ। ଈଶ୍ୱରଙ୍କର ଇଚ୍ଛା ହେଲା ଆମେ ପବିତ୍ରତା ରକ୍ଷା ତାଙ୍କର ଈଶ୍ୱରଙ୍କର ଇଚ୍ଛା। ଈଶ୍ୱରଙ୍କର ଇଚ୍ଛା ହେଲା ଆମେ ପ୍ରଭୁଙ୍କ ସ୍ତୁତି ପ୍ରଶଂସା ସଦା ସର୍ବଦା କରି ଧନ୍ୟବାଦ କରିବା। ଏହା ହେଉଛି ସେଥିପାଇଁ ଦ୍ୱିତୀୟ ଅର୍ଥ ହେଲା ତୁମର ଇଚ୍ଛା ପୂର୍ଣ୍ଣ, ଯେପରି ସ୍ୱର୍ଗରେ ସେପରି ମର୍ତ୍ତ୍ୟରେ ତୁମର ଇଚ୍ଛା ପୂର୍ଣ୍ଣ ହେଉ। ତେବେ ସୁନାର ଭାଇ ଭଉଣୀ, ତୃତୀୟ ବିଷୟ ହେଲା ତୁମର ରାଜ୍ୟ ଆସୁ। ପରମେଶ୍ୱର ରାଜ୍ୟ ତୁମର ରାଜ୍ୟ ଆସୁ ହେଲା ତାର ଈଶ୍ୱରଙ୍କର ସାନ୍ନିଧ୍ୟ ତାଙ୍କର ଉପସ୍ଥିତି ଆମ ଜୀବନକୁ ଆସୁ। ଏହା ହିଁ ଧର୍ମ ତାଙ୍କ ଇଚ୍ଛା। କାରଣ ତୁମର ରାଜ୍ୟ ଆସୁ ତାର ଈଶ୍ୱରଙ୍କର ଉପସ୍ଥିତ ସାନ୍ନିଧ୍ୟ ଆମେ ତାଙ୍କର ପବିତ୍ରତା ଆମଠାରେ ଆସୁ। ଯଦି ଈଶ୍ୱର ପବିତ୍ର, ଆମେ ଯଦି ପବିତ୍ରତା ନ ହେଇପାରିବା ଈଶ୍ୱର ଆମ ପାଖକୁ ଆସିବେ ନାହିଁ କି ପବିତ୍ର ଆତ୍ମା ନିକଟକୁ ଆସିବେ ନାହିଁ। ତେଣୁ ଆମେ ପ୍ରଭୁଙ୍କର ପ୍ରାର୍ଥନା କରୁଛୁ ତୁମର ରାଜ୍ୟ ଆସୁ, ତୁମର ଉପସ୍ଥିତି ଆସୁ। ଈଶ୍ୱରଙ୍କ ଯେଉଁ ଜାଗାରେ ଈଶ୍ୱରଙ୍କର ଉପସ୍ଥିତ ଅଛି, ଯେଉଁ ବ୍ୟକ୍ତିଙ୍କ ହୃଦୟରେ ଈଶ୍ୱରଙ୍କର ଉପସ୍ଥିତ ଅଛି, ଯେଉଁ ଗିର୍ଜାର ଉପସ୍ଥିତ ଅଛି, ତାହା ହିଁ ସ୍ୱର୍ଗ ରାଜ୍ୟ। ତେଣୁ ଈଶ୍ୱରଙ୍କର ତୁମର ରାଜ୍ୟ ଆସୁ, ତୁମର ରାଜ୍ୟ ଆସୁର ଅର୍ଥ ହେଲା ତାଙ୍କର ସାନ୍ନିଧ୍ୟ ଈଶ୍ୱର ଯୀଶୁ ଏବଂ ପବିତ୍ର ଆତ୍ମା ଆମର ହୃଦୟକୁ ଆସନ୍ତୁ। ଏହା ହେଲା ତୁମର ରାଜ୍ୟ, ତାର ଅର୍ଥ ହେଲା ତାହା। ତେବେ ସୁନାର ଭାଇ ଭଉଣୀମାନେ, ଏବଂ ଚତୁର୍ଥ ହେଲା ଆଜି ଆମମାନଙ୍କୁ ଆମର ଦୈନିକ ଆହାର। ଚତୁର୍ଥ ମାଗୁଛୁ ଆମେ, ହେ ପିତା ଆଜି ଆମମାନଙ୍କର ଦୈନିକ ଆହାର ଦିଅ। ଦୈନିକ ଆହାର ଅର୍ଥ ହେଲା ଭାତ କି ରୁଟି କି ତମ୍ଫା କି ଯାଉ କି ମାଣ୍ଡିଆ ଯାଉ କି ନହେଲେ ବିରିୟାନୀ ନାହିଁ। କାରଣ ଆମମାନଙ୍କୁ ଦିଆହେଇଛି ମାଥିଉ ସୁସମାଚାର 4:4 ପ୍ରଭୁ ଯୀଶୁ ନିଜେ କହିଲେ, ମଣିଷ କେବଳ ରୁଟିରେ ବଞ୍ଚେ ନାହିଁ, ପରମେଶ୍ୱରଙ୍କର ମୁଖ ନିଃସୃତ ବାକ୍ୟରେ ବଞ୍ଚେ। ଆଜି ଆମମାନଙ୍କୁ ଦୈନିକ ଆହାର ଦିଅର ଅର୍ଥ ହେଲା ପ୍ରଭୁ ତୁମର ପବିତ୍ର ବାକ୍ୟରେ ଆମମାନଙ୍କୁ ପରିତୃପ୍ତ କର। ଏବଂ ଜନ୍ ସୁସମାଚାର 6:55 ପ୍ରଭୁ ଯୀଶୁ କହିଲେ, ମୋର ମାଂସ ହିଁ ପ୍ରକୃତ ଖାଦ୍ୟ, ମୋର ରକ୍ତ ହିଁ ପ୍ରକୃତ ପେୟ। ତେଣୁ ଆମେ ଦିବ୍ୟ ଭୋଜ ଗ୍ରହଣ କରିବା ଦ୍ୱାରା ପାଇବା ଆମେ ପ୍ରାର୍ଥନା କରିବା, ପ୍ରଭୁ ଆଜି ଆମମାନଙ୍କୁ ସ୍ୱର୍ଗୀୟ ଆହାର ଦିଅ, ତୁମର ମାଂସ ତୁମର ରକ୍ତ ଆମକୁ ଦିବ୍ୟ ପ୍ରସାଦ ମାଧ୍ୟମରେ ଦିଅ ଏବଂ ତୁମର ବାକ୍ୟରେ ପରିତୃପ୍ତ କର। ଆମେ ମାଗିବା ଦରକାର ନାହିଁ ଯେ ଆମକୁ ଭାତ ଦିଅ, ରୁଟି ଦିଅ, ଯାଉ ଦିଅ କି ଝୋଳ ଦିଅ କି ମାଂସ ଦିଅ କି ମାଛ ଦିଅ, ସେ କଥା ମାଗିବା ଦରକାର ନାହିଁ। ଆମର ଖାଦ୍ୟ ହେଲା ପ୍ରଭୁଙ୍କର ବାକ୍ୟ। କାରଣ ପ୍ରଭୁ କହିଲେ ମଣିଷ କେବଳ ରୁଟିର, ସେଟା ହେଲା ପ୍ରଭୁଙ୍କର ବାକ୍ୟ ହେଉଛି ଆମର ଆତ୍ମାର ଅମୃତ ରୋଟି। ଏ ଆତ୍ମାର ଅମୃତ ରୋଟି ପ୍ରଭୁଙ୍କର ବାକ୍ୟ ଆମକୁ ପରିତୃପ୍ତ କର। ତେବେ ଆମେ ସେ ବାକ୍ୟ ଖାଦ୍ୟ ଖାଇବା ପାଇଁ ହେଲେ ଆମକୁ ଦିନରାତି ବାଇବେଲ ପଢ଼ିବାକୁ ହେବ, ବାଇବେଲ ଶୁଣିବାକୁ ହେବ, ବାଇବେଲ ମନନ ଚିନ୍ତନ କଲେ ସେ ସ୍ୱର୍ଗୀୟ ଆହାର ଆମର ପୂର୍ଣ୍ଣ ହେବ। ଏବଂ ଦିବ୍ୟ ପ୍ରସାଦ ପାଇବା ଦ୍ୱାରା ମଧ୍ୟ ପ୍ରକୃତ ଖାଦ୍ୟ ପ୍ରକୃତ ପେୟ ମଧ୍ୟ ଆମେ ପାଇପାରିବା। ତେବେ ସୁନାର ଭାଇ ଭଉଣୀମାନେ, ଏବଂ ଆଜି ଆମ ଦୈନିକ ଆହାର ଆମେ ତାପରେ ନମ୍ବର 7 କଥା ହେଲା, 7 ଖଣ୍ଡ ଲେଖାଯାଇଛି ଯେ ଆମେ ଯେପରି ଆମର ଅପରାଧୀ କ୍ଷମା କରୁ ତୁମେ ସେପରି ଆମମାନଙ୍କର ଅପରାଧ କ୍ଷମା କର। ଏବଂ ସେ ମାଥିଉ 6:14-15 ସାଂଘାତିକ ବିଷୟ ଲେଖାଯାଇଛି ଯେ ତୁମେ ଯଦି ଅପରାଧୀ ଅନ୍ୟମାନଙ୍କର ପାପ କ୍ଷମା କରିବ ନାହିଁ, ମୁଁ ମଧ୍ୟ ତୁମର ପାପ କ୍ଷମା କରିବି। ଏବେ ଶୁଣନ୍ତୁ, ମାଥିଉ ସୁସମାଚାର 9:2, ମାର୍କ ସୁସମାଚାର 2:5ରେ 2 ଜଣ ପକ୍ଷାଘାତୀ ରୋଗୀମାନଙ୍କୁ ଅଣାଗଲା, ଭିନ୍ନ ଭିନ୍ନ ସ୍ଥାନରେ ଅଣାଗଲା। ଯୀଶୁ ସେମାନଙ୍କୁ କହିଲେ ତୁମର ପାପ କ୍ଷମା କରାଗଲା। ତାଙ୍କୁ ଛୁଇଁଲେ ନା କି ସୁସ୍ଥ ହେବ ବୋଲି କହିଲେ ନା, ଖାଲି ଗୋଟେ ଜିନିଷ କହିଲେ ଯେ ତୁମର ପାପ କ୍ଷମା କରାଗଲା। ପାପ କ୍ଷମା କରାଗଲା ବୋଲୁ ବୋଲୁ ସେମାନେ ପୁରା ସୁସ୍ଥ ହୋଇ ଠିଆ ହେଇଗଲେ। ତାର ଅର୍ଥ ହେଲା ଆମର ରୋଗର କାରଣ ହେଲା ଆମର ପାପ। ପ୍ରଭୁ ଆମକୁ କ୍ଷମା କଲେ ଆମେ ସୁସ୍ଥ ହେଉଛୁ, କିନ୍ତୁ ପ୍ରଭୁ କେତେବେଳେ କ୍ଷମା କରିବେ? ଆମେ ଆମର ପ୍ରତିବାସୀର ପାପ କ୍ଷମା କଲେ ପ୍ରଭୁ ଆମକୁ କ୍ଷମା କରିବେ, ପ୍ରଭୁ କ୍ଷମା କଲେ ଆମେ ସୁସ୍ଥ ହେବୁ। ତାର ଅର୍ଥ ହେଲା ଆମେ ସୁସ୍ଥ ପାଇବାର ଚାବିକାଠି ଆମ ହାତରେ ଅଛି। ଯଦି ସୁସ୍ଥ ହେବା ପାଇଁ ଚାହୁଁଛୁ ତାହେଲେ ପ୍ରଥମରେ ଅନ୍ୟମାନଙ୍କୁ ଆମେ କ୍ଷମା କରିବା, ତାହେଲେ ସ୍ୱର୍ଗସ୍ଥ ପିତା ଆମର କ୍ଷମା କରିବେ। ଆଉ ସ୍ୱର୍ଗସ୍ଥ ପିତା କ୍ଷମା କଲେ ଆମେ ସୁସ୍ଥ ପାଇବା, ଆରୋଗ୍ୟ ପାଇବା, ଶାନ୍ତି ପାଇବା, ସ୍ୱର୍ଗ ପାଇବା, ଶାନ୍ତି ପାଇବା, ମୁକ୍ତି ପାଇବା। ତାର ଅର୍ଥ ହେଲା
आमे सुस्थ है आमर सुस्थता आमर शांति आमर स्वर्गीय जीवन पाइबा अनंत जीवन पाइबा आम हाथ में अच्छे चाबिकाठी आम ठारे अच्छु जदि आम अपराधी अन्य मान अपराध क्षमा करवा ताहले प्रभु आम क्षमा कर प्रभु आम समस्त रोग सुस्थ हम सब अनुग्रह आम पाइबा आदि से 14 और 15 पद स्पष्ट भाव में कहले से माथ्यू 6:15 प्रभु कहले जे तुम्हें जदि अन्य मान पाप क्षमा करिव नहीं मु मध्य पाप क्षमा करिवे जदि प्रभु क्षमा करेंगे ना आमर रोग सेमती रही आमर पाप सेमती आम असुस्थ हो पड़े से रोग मरीज आ स्वर्ग पहुँची जापर शांति पाइबा तेणु आम सुस्थ पाइबा शांति पाइबा स्वर्ग पाइबार चाबिकाठी आम हाथ रहा तेणुक आम सुस्थ हो चाहूँ बोले प्रथम अन्य मान क्षमा देवा तापर पापस्कार पटा गले पाप प्रभु आम क्षमा देवे तापर आम सुस्थ हो तेज स्नेहर भाई भणी मैंने एवं शेष कहले प्रलोभन आमको छाड़ ना किंतु मंदर तार अर्थ है माथ्यू सुसमाचार 26:41 प्रभु यीशु कहले जागी रही प्रार्थना कर जपरी परीक्षार पड़ने ताने प्रार्थना न कले आम परीक्षार पड़ार चान्स रही 100% रही प्रभु यीशु 26 माथ्यू 26:41 कहले जागी रही जागृत जागी रही प्रार्थना कर जपरी परीक्षार पड़ने गेत्सेमनी उद्यान प्रभु यीशु कहले मोर आत्मा मोर प्राण मृत विचलित हो तुम टी जागी रही प्रार्थना कर पीतर को जेम्स को जोहन को कहले टी अपेक्षा करी प्रार्थना कर जीशु टिके जाए प्रार्थना कर शुई पड़ी थे 3 थर जीशु गले 3 थर से 3 थर जाक शुई पड़े चेता न रही जागृत रही प्रार्थना कर पीतर विराट पापरे पतन हेले से अपना त्राणकर्ता प्रभु जीशु को अस्वीकार कले महारण विद्यारण जीशु के मुझे जानी बोली कहले पर गभीर अनुतप्त हो प्रभु से क्षमा पाए तार अर्थ है आम जागृत रही रही जदि न प्रार्थना करवा आम प्रलोभन पड़ार चान्स बहुत रही आशा संभावना रही से कहुचे आज आम प्रलोभन आमको छाड़ ना किंतु मंदर आम मन को रक्षा कर जदि आम प्रार्थना कर अविरत प्रार्थना करवा ताहले आम प्रलोभन पड़ा नहीं कि मंदिर भी प्रभु आमको रक्षा कर एथिपाई आम शैतान युद्ध को जितवाई आम को प्रार्थना दरकार प्रार्थनार अर्थ किसी आम मागिबा ना मत खाद्य दियो सुना दियो रूपा दियो टंका दियो गाड़ी दियो घोड़ा दियो यहाँ मागिबा दरकार प्रार्थनार अर्थ है ईश्वर सांगरे आमर संपर्क जोड़ा रिश्ता जोड़ाटा है परमेश्वर तार प्रार्थना आम ईश्वर जोड़िकी रहिले शैतान आमको किसी आम प्रभु जोड़ी रहिले प्रार्थना कले परमेश्वर आम मान शैतान आक्रमण रक्षा करेंगे कारण प्रभु प्रार्थना कले प्रभु आम हृदय कारण इमानुएल आम हृदय से आ थरे जीशु जदि आम हृदय आस बास करे शैतान कि शैतान बापा आसले हमको छुई पार किसी तेणु स्नेहर भाई भूमि मैंने स्वयं प्रभु जीशु आमको शिक्षा दौरान जे अଯଥା अनर्गल लंबा लंबा प्रार्थना करना खाली प्रभु मोर हे मोर स्वर्गस्थ पिता बोले संबोधन तुम नाम पूजी तार अर्थ है ईश्वर को प्रभु स्तुति प्रशंसा कर आराधना कर हे आम स्वर्गस्थ पिता तुम नाम पूजित प्रशंसित महिमानित हो कारण साम संगीत 69:30 लिखा जाइए आपणकर बलद और मेढ़ार नैवेद्य बलि को प्रभु पसंद करते ना बर ईश्वर आम जदि ईश्वर स्तुति प्रशंसा करवाटा प्रभु मेढ़ा बलदर बलि अपेक्षा आम स्तुति प्रशंसा भल पाते से प्रार्थना आरंभ एक हे आम स्वर्गस्थ तुम नाम पूजित प्रशंसित महिमानित हो ईश्वर को स्तुति प्रशंसा करवाटा संबोधन करिया हे पिता बोली संबोधन करवा आ तुम इच्छा तुम हे आम स्वर्गस्थ तुम नाम पूजित हो पूजित और अर्थ है आम प्रेस एंड वर्शिप कर आराधना स्तुति प्रशंसा करवा गौरव करवा तेणु स्नेहर भाई भूमि मन रखुचु आम आउ थे आज प्रार्थनार अर्थ है आमर आवश्यकता मागिबा विषय ना आम आवश्यक कौन कौन मागिबा दरकार ना बरं आम संबोधन करवा प्रेस एंड वर्शिप करवा एवं स्तुति प्रशंसा करवा पीछा पूर्ण करवा ताही प्रार्थना प्रार्थनार उद्देश्य है ईश्वर सहित आम जोड़ा कारण प्रभु जीशु कौन कहले जॉन सुसंद 15:4-5 कहले मु द्राक्षालता तुम्हें मैंने शाखा प्रशका द्राक्षा गछ लगी न रहा तो फूल फल फल तेणु ए प्रार्थनार अर्थ है जीशु जे शाखा द्राक्षालता सागर आम जोड़ी जोड़ी रही ही ईश्वर अनुग्रह शक्ति प्रार्थना शक्ति बड़ अनुग्रह सब आसो आउ शैतान आम किसी करें तेज स्नेहर भाई भूमि मैंने प्रभु जीशु निजे आम प्रभु प्रार्थना शुणी ए प्रार्थनार अर्थ बुझी भल भाव नीरव माने अर्थ बुझे अंतर आत्मार आम प्रार्थना करवा प्रभु आमर प्रार्थना ग्रहण करेंगे फलप्रद हो प्रभु को आशीर्वाद करेंगे आप मैंने समस्ते गुड हियरिंग धन्यवाद दूसरी जय जीशु।